ପ୍ରଭୁ ଶ୍ରୀରାମ ଏବଂ ସୀତାଜୀଙ୍କ ପ୍ରେମ କାହାଣୀ। ଭଗବାନ ରାମ ଏବଂ ସୀତାଙ୍କ ପ୍ରେମ କାହାଣୀ ହିନ୍ଦୁ ପୌରାଣିକ କଥା ଗୁଡ଼ିକ ମଧ୍ୟର ସବୁଠାରୁ ପୂଜନୀୟ ଏବଂ ଗୁରୁତ୍ୱପୂର୍ଣ୍ଣ କାହାଣୀ ଗୁଡ଼ିକ ମଧ୍ୟରୁ ଗୋଟିଏ। ଏହାକୁ ମୁଖ୍ୟ ରୂପରେ ପ୍ରାଚୀନ ଭାରତୀୟ ମହାକାବ୍ୟ ରାମାୟଣ ମାଧ୍ୟମରେ କୁହାଯାଇଛି, ଯାହାକୁ ମହର୍ଷି ବାଲ୍ମୀକି ଲେଖିଥିଲେ। ସେମାନେ କାହାଣୀ କେବଳ ପ୍ରେମରୁ ନୁହେଁ, ବରଂ କର୍ତ୍ତବ୍ୟ, ସମ୍ମାନ, ତ୍ୟାଗ ଏବଂ ଧର୍ମର ପ୍ରତୀକ ଅଟେ। ସେମାନଙ୍କ ସମ୍ପର୍କ ସହ ଜଡ଼ିତ କିଛି ଆକର୍ଷଣୀୟ ତଥ୍ୟ ଏଠାରେ ଦିଆଯାଇଛି। ଏକ ଦିବ୍ୟ ବିବାହ। ଭଗବାନ ରାମ ଏବଂ ସୀତାଙ୍କ ବିବାହ ଅଦ୍ୱିତୀୟ ଏବଂ ଦିବ୍ୟ ଥିଲା। ରାମାୟଣର ଅନୁସାରେ ସୀତା ଦେବୀ ଲକ୍ଷ୍ମୀ ଅବତାର ଥିଲେ ଏବଂ ରାମ ଭଗବାନଙ୍କ ବିଷ୍ଣୁ ଅବତାର ଥିଲେ। ସୀତାଜୀଙ୍କୁ ଏକ କ୍ଷେତରେ ହଲର ଲୁହା ମୁନରୁ ମିଳିଥିଲା ଏବଂ ତାଙ୍କର ପିତା ରାଜା ଜନକ ତାଙ୍କ ବିବାହ ପାଇଁ ସ୍ୱୟଂବର ଆୟୋଜନ କରିଥିଲେ। ଏହି ସ୍ୱୟଂବରରେ ଶିବ ଧନୁକୁ ଉଠାଇବା ଏବଂ ତାହାକୁ ଭାଙ୍ଗିବାର ଚ୍ୟାଲେଞ୍ଜ ରଖାଯାଇଥିଲା। ଅଯୋଧ୍ୟାର ରାଜକୁମାର ଏହି ଚ୍ୟାଲେଞ୍ଜକୁ ପୂରଣ କରିଥିଲେ ଏବଂ ସୀତାଙ୍କ ହାତ ଜିତି ନେଇଥିଲେ। ତ୍ୟାଗ ଏବଂ କର୍ତ୍ତବ୍ୟ। ଭଗବାନ ରାମ ସୀତାଙ୍କ ସମ୍ପର୍କ କେବଳ ପ୍ରେମ ନୁହେଁ, ବରଂ ତ୍ୟାଗ ମଧ୍ୟ ପ୍ରତୀକ ଅଟେ। ଯେତେବେଳେ ରାମଙ୍କୁ 14 ବର୍ଷର ବନବାସ ମିଳିଥିଲା, ତେବେ ସୀତା ରାଜକୀୟ ସୁଖ ସୁବିଧା ତ୍ୟାଗ କରି ତାଙ୍କ ସହିତ ବନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଯାତ୍ରା ସେମାନଙ୍କ ଗଭୀର ବନ୍ଧନ ଏବଂ ପରସ୍ପର ପ୍ରତି ସମର୍ପଣ ଦର୍ଶାଏ। ବନବାସ ସମୟରେ ସେମାନେ ଅନେକ କଷ୍ଟର ସମ୍ମୁଖୀନ ମିଳିମିଶି କରିଥିଲେ। ସୀତାଙ୍କର ଅଗ୍ନି ପରୀକ୍ଷା ତାଙ୍କ କାହାଣୀ ସବୁଠାରୁ ପ୍ରସିଦ୍ଧ ଘଟଣା ଗୁଡ଼ିକ ମଧ୍ୟରୁ ଗୋଟିଏ। ସୀତାଙ୍କ ଅଗ୍ନି ପରୀକ୍ଷା। ଯେତେବେଳେ ଲଙ୍କାର ରାକ୍ଷସ ରାଜା ରାବଣଙ୍କ ସୀତାଙ୍କୁ ଅପହରଣ କଲା, ତେବେ ତାଙ୍କର ପବିତ୍ରତାର ଉପରେ ପ୍ରଶ୍ନ ଉଠିଥିଲା। ସୀତା ଅଗ୍ନି ପରୀକ୍ଷା ଦେଇଥିଲେ, ନିଜର ଶୁଦ୍ଧତା ପ୍ରମାଣିତ କରିଥିଲେ। ଅଗ୍ନି ତାଙ୍କୁ ସ୍ପର୍ଶ ସୁଦ୍ଧା କଲେ ନାହିଁ, କାରଣ ସେ ପବିତ୍ର ଏବଂ ଦିବ୍ୟ ଥିଲେ। ଏହି ଘଟଣା ତାଙ୍କ ସାହସ ଏବଂ ଶୁଦ୍ଧ ବା ପ୍ରତୀକର ଅଟେ। ରାମଙ୍କ ସଂଘର୍ଷ। ଯଦି ଓ ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ, କିନ୍ତୁ ତାଙ୍କ ଜୀବନ କଠିନ ନିଷ୍ପତ୍ତି ନେବା ପଡ଼ିଥିଲା। ଏଥିରେ ସବୁଠାରୁ ଯନ୍ତ୍ରଣାଦାୟକ ନିଷ୍ପତ୍ତି ସେତେବେଳେ ନେଲେ ଯେ ଯେତେବେଳେ ଅଯୋଧ୍ୟା ଫେରିବା ପରେ ସୀତାଙ୍କ ପବିତ୍ରତା ଉପରେ ଉଠିଲା ପ୍ରଶ୍ନ, କାରଣ ତାଙ୍କୁ ସୀତାଙ୍କ ଅଲଗା ହେବା ପଡ଼ିଥିଲା। ଏହି ଘଟଣା ରାଜଧର୍ମର କଠୋରତାକୁ ଦର୍ଶାଏ, ଯେଉଁଠାରେ ଜଣେ ରାଜା ନିଜକୁ ବ୍ୟକ୍ତିଗତ ଭଗବାନଙ୍କ ସହ ଛାଡ଼ି ଜନତାଙ୍କ ମତାମତକୁ ସମ୍ମାନ କରିବାକୁ ପଡ଼ିଥାଏ। ସୀତାର ନିଜର ଶ୍ରଦ୍ଧା ପ୍ରମାଣ କରି ନିଜ ମାତା ପୃଥିବୀ ଗର୍ଭକୁ ଫେରିଯାଇ ନିଜର ଦିବ୍ୟତା ପ୍ରମାଣ କରିଥିଲେ। 5 ଧର୍ମ ପ୍ରତୀକର। ରାମ ଏବଂ ସୀତାଙ୍କ ସମ୍ପର୍କ ଧର୍ମ, ସତ୍ୟ ଏବଂ ନ୍ୟାୟର ପ୍ରତୀକ। ରାମ ଜଣେ ପୁତ୍ରପତି ଏବଂ ରାଜା ଭାବରେ ସବୁବେଳେ ନୈତିକ ଏବଂ ଧର୍ମ ପାଳନ କରୁଥିଲେ, ଯଦିଓ ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ କ୍ଷତି ସହିବାକୁ ପଡ଼ୁଥିଲା। ସୀତା ସମର୍ପଣ, ଧୈର୍ଯ୍ୟ ଏବଂ ନିଜ ପତିଙ୍କୁ ଅତୁଟ ନିଷ୍ଠାର ଉଦାହରଣ ପ୍ରସ୍ତୁତ କରୁଥିଲେ। 6 ପୁନର୍ଜନ୍ମ ଏବଂ ଅନ୍ୟ ଗ୍ରନ୍ଥର ବିଭିନ୍ନ ସଂସ୍କରଣରେ ରାମ ଏବଂ ସୀତାଙ୍କର ଶାଶ୍ୱତ ପ୍ରେମୀ ଭାବରେ ଦେଖାଯାଇଛି, ଯେଉଁ ସମୟରେ ବିଭିନ୍ନ ରୂପରେ ପୂଜନୀୟ ନିଅନ୍ତି। କିଛି କଥା କହେ ଯେ ସେମାନେ ପ୍ରେମ ଜୀବନ କାଳରେ ଉର୍ଦ୍ଧ୍ୱ, ଯାହା ସେମାନଙ୍କ ସମ୍ପର୍କର ଶାଶ୍ୱତ ଦର୍ଶାଏ। 7 ସୀତାଙ୍କ ଶକ୍ତି ଏବଂ ଭୂମିକା। ଯଦିଓ ସୀତାଙ୍କ ପ୍ରାୟତଃ ସମର୍ପଣ ଏବଂ ନିଷ୍ଠାର ପ୍ରତୀକ ଭାବରେ ବିବେଚନା କରାଯାଏ, କିନ୍ତୁ ଜଣେ ସାହସୀ ଏବଂ ସ୍ୱତନ୍ତ୍ର ମହିଳା ଭାବରେ ଜଣାଶୁଣା। ପ୍ରକୃତି ତାଙ୍କ ସହିତ ଗଭୀର ସମ୍ପର୍କ ଥିଲା ଏବଂ ସେ ଅନେକ କାର୍ଯ୍ୟରେ ନିଜର ବୁଦ୍ଧିମତ୍ତା ଏବଂ ସାହସର ପରିଚୟ ଦେଉଥିଲେ, ଯେପରିକି ଲଙ୍କାରେ ଅଶୋକ ବୃକ୍ଷ ଲଗାଇବା କିମ୍ବା ରାବଣ ସହିତ ସଂଳାପ କରିବା। ଯଦିଓ ସେ ବନ୍ଦୀ ଥିଲେ, ଏହି ଦିଗଗୁଡ଼ିକ ଭଗବାନ ରାମ ଏବଂ ସୀତାଙ୍କ ପ୍ରେମ କାହାଣୀ କେବଳ ସେମାନଙ୍କର ପାରସ୍ପରିକ ପ୍ରେମକୁ ନୁହେଁ, ବରଂ ସେମାନଙ୍କ ଜୀବନ, କର୍ତ୍ତବ୍ୟ, ସଦାଚାର ଏବଂ ଆଦର୍ଶର ଗୁଡ଼ିକୁ। ସେମାନଙ୍କ ପ୍ରେମ କେବଳ ଏକ ରୋମାଣ୍ଟିକ୍ କଥା ନୁହେଁ, ବରଂ ନୈତିକ ମୂଲ୍ୟବାନ ଏବଂ ଶକ୍ତିଶାଳୀ ପ୍ରତିଫଳନ ଅଟେ।